ଭଲ ଅଛ? ଭଲ ଅଛ ତ? ହେଲେ ଆଜି ଆମେ ଟିକେ ପଢିବା ହେଲା ପଢିବା ପଢିବା ତ ଠିକ ଅଛି। ଆଜି ଆମେ କେତେ ଜିନିଷ ଟିକେ ଜାଣିବା ହେଲା। ଆଜି କଣ ଜାଣିବା ଭାବୁଛ? କିଛି ଆଇडिଆ ନାହିଁ ନାଇଁ ମୁଁ କହୁଛି ଶୁଣ। ମୁଁ କହୁଛି ଆଜି ଆମେ ଜାଣିବା ସୁରକ୍ଷିତ ଆଉ ଅସୁରକ୍ଷିତ ସୁରକ୍ଷିତ ଆଉ ଅସୁରକ୍ଷିତ ବିଷୟରେ ଟିକେ ଜାଣିବା ହେଲା। ଆମେ କଣ କୋଉଟା ସୁରକ୍ଷିତ ଜାଗା ରହିବ ମୋ ପାଇଁ, କୋଉଟା ଅସୁରକ୍ଷିତ ଜାଗା ରହିବ, ଆମେ ସେ ବିଷୟରେ ଟିକେ ଜାଣିବା ହେଲା କି। ଏବେ ଆମେ ସମସ୍ତେ ଘରେ ରହୁଛୁ, ସୁରକ୍ଷିତରେ ରହୁଛୁ ନା ଅସୁରକ୍ଷିତରେ ରହୁଛୁ? ସୁରକ୍ଷିତ ନାଇଁ କି? ଘରେ ରହିଲେ ଆମକୁ କିଛି ବି ଅସୁବିଧା ହବନି। ବାହାରେ ଯଦି ଆମେ ରାସ୍ତାରେ ଯଦି ବୁଲୁଥିବା ତ ଟିକେ ଅସୁରକ୍ଷିତ ହେଲା, ଠିକ କି ନାହିଁ? ବାହାରେ ଗାଡି ଆସୁଥିବ କଣ ଆସୁଥିବ ଆମର ଟିକେ ସୁରକ୍ଷିତ ସେଫ୍ଟି ଫିଲ୍ ରହୁନି ନାଇଁ କି? ଦେଖ ତ ଆମକୁ କଣ ଅଛି ସୁରକ୍ଷିତ ଆଉ ଅସୁରକ୍ଷିତ ବିଷୟରେ ଟିକେ ଟିକେ ଜାଣିବା ଆମେ ହେଲା। ଠିକ ଅଛି। ସୁରକ୍ଷିତ ଆମର କଣ କଣ ହବ କିଏ କହିବ? ଘର ଗୋଟେ ସୁରକ୍ଷିତ, ସ୍କୁଲ ରେ ଆମେ ଅଛୁ ସୁରକ୍ଷିତ ଅଛୁ ନା ନାହିଁ? ହଁ ନା ନାହିଁ? ହଁ। ଖାଇଛ ପରା? ଟିକେ ବଡ ପାଟିରେ କୁହ। ଖାଇଛ? ଘର ଗୋଟେ ସୁରକ୍ଷିତ ଆଉ ସ୍କୁଲ ଗୋଟେ ସୁରକ୍ଷିତ, ମେଡିକାଲରେ ଅଛୁ ଆମେ ସୁରକ୍ଷିତ ଅଛୁ। ଆଉ କଣ ଆମେ ସୁରକ୍ଷିତ ରହିବା ଭାବୁଛ? ହଁ ଏମିତି ଆମେ ଏଇଟା ଆମର ସୁରକ୍ଷିତ ନାଇଁ କି? ଆଉ ଅସୁରକ୍ଷିତ କଣ କଣ? ଆମେ ଜନଗହଳିରେ ରହିବାଟା ଅସୁରକ୍ଷିତ ହେଲା କି? ଯୋଉଠି ବେଶୀ ଗହଳି ଲୋକମାନେ ଥିବେ ସେଇଟା ଆମେ ସୁରକ୍ଷିତ ରହିପାରିବା କି? କିଏ ଆସିକି ଆମକୁ ମାରିକି ବି ପଳେଇବ, କିଏ ଆସି କୁଦିକି ବି ପଳେଇବ ନାଇଁ କି? ବଜାର ହେଇଯିବ, ରାସ୍ତାଘାଟ ହବ, ଯାତ୍ରା ହବ, ଏଇଟା ଜିନିଷ ଆମର ଅସୁରକ୍ଷିତ ଜାଗା ହେଲା। ସୁରକ୍ଷିତ କଣ ଅସୁରକ୍ଷିତ ଜାଗା କଣ ଜାଣିଲ କି?